फूलमाଳ ନିଅ ଫୁଲମାଳ 5 ଟଙ୍କା ଫୁଲମାଳ ନିଅ ଫୁଲମାଳ 5 ଟଙ୍କା। ମନ୍ଦିରକୁ ଯାଉଛନ୍ତି ଫୁଲମାଳ ନିଅନ୍ତୁ ଫୁଲମାଳ 5 ଟଙ୍କା। ନିଅ ଫୁଲମାଳ 5 ଟଙ୍କା ଗୋଟେ ଫୁଲମାଳ ନିଅ ଫୁଲମାଳ 5 ଟଙ୍କା। ଝିଅ 3 ଟଙ୍କା ନଉନୁ। ନାଇଁ ମା 3 ଟଙ୍କା ନେଲେ ଆମେ ବାପ ଝିଅ କେମିତି ଚଳିବୁ। फूलमाळ नियो फूलमाळ मंदिर को जाउचंती गोटे माळ 5 टंका फूलमाळ नियो फूलमाळ मंदिर को जाउचंती गोटे माळ 5 टंका। फूलमाळ नियो फूलमाळ 5 टंका फूलमाळ नियो। झियो ये फूलमाळ केते 5 भलो टंका। फूलमाळ हिची औ एटा किए गुंथि थिला बापा हौ 3 टका ने 3 टंका हबनी हमें चलिबु केमिति। तो ना कोन झियो मो ना चुटकी भलो नाटे हिची औ हौ ने 5 टका ने। फूलमाळ नियो फूलमाळ। माउसी माउसी तम पैसा नियो से मंदिर ठी पड़ीथला नियो। ନାଇଁ ମୋ ପଇସା ହଜିନି। सेठी परा लेखा होईची एटा तम पैसा। ନାଇଁ ନାଇଁ ସେଇଟା ମୋ ପଇସା ନୁହଁ ନେଇଯା। ନାଇଁ ନାଇଁ ଟିକେ ରହ ମୁଁ ଆସୁଛି। नियो तम पैसा नियो। ତୋ ଭଳିଆ କେତେ ଲୋକ ଆସିକି ପଇସା ଦେଇକି ଯାଉଛନ୍ତି ରେ ପୁଅ। ଏ ଟଙ୍କା ମୋର ନୁହଁ। କାଲି ବି ଜଣେ ଆସିକି 100 ଟଙ୍କା ଦେଇକି ଯାଇଛନ୍ତି ରେ ପୁଅ। ମାଉସୀ ମାଉସୀ ଆସ। ମନ୍ଦିର ପାଖରେ ତମର 100 ଟଙ୍କାଟା ପଡ଼ିଥିଲା ନିଅ। ନାଇଁ ଟଙ୍କା ମୋର ନୁହଁ। এই ଟଙ୍କାଟା ତ ତମର ରଖୁନ ରଖ ସେଇଠି ପଡ଼ିଯାଇଥିଲା। ଟଙ୍କା ମୋର ନୁହଁ। ନାଇଁ ନାଇଁ रख रख। ଆଜି ସେ କାଗଜଟା ଚିରି ଦବ। हाँ हौ हौ मु काली सकाळे गले से कागजटी को चिरी देबी। तमे से पैसा रखिथा रखिथा। नाई नाई बाबू एटा चिरंतुनी कहीं की या पछरे गोटे बड़ कहानी अछि। कौन से कहानी कहलु माँ। सेदिन मो सांग पापाली संगरे खेलुवा बेले हठात घरु बापांक पाटी सुभिला। तापरे किच 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 चुटकी चुटकी तू कोठी गलु रे मोर देहटा भलो लागुनी आसुची जल्दी बापा आसे। आसुची बापा कहला काश होची रे पानी टिके दे। हाँ पानी पानी आणुची बाबा आणुची। ओहो पानी दे मो तंटी सुखी गला। मु आ पारुनी मो तंटी सुखी गला। नियो बापा नियो। रोहित मोर गैस ऊपर को उठी जाऊची रे। टिके रह रे रह। गैस टा ऊपर को उठी जाऊची रे। गैस टा ऊपर को उठी जाऊची।
ଗ୍ଲାସଟା ଟିକେ ତଳେ ରଖିଦେ, ମତେ ଭଲ ଲାଗୁନି, ମୋ ଦେହଟା ଭଲ ଲାଗୁନି। ଦେଖିଲୁ ଜରୁରୀରେ ଔଷଧ ଅଛି କି ନାହିଁ, ଗୋଟେ ବଟିକା ଖାଇଲେ ଟିକେ ଭଲ ଲାଗିଥାନ୍ତା। ଝିଅ ଟିକେ ଚଞ୍ଚଳ ଦିଏ, ମୋ ଛାତିଟା ବନ୍ଦ ହେଇଯାଉଛି। ବାପା ଜରିରେ ଔଷଧ ନାହିଁ। ରେ ମୋର ଦେଖିଲୁ ଏ ପଟି ତଳେ ରଖିଥିଲି ପଇସା, କେତେ ପଇସା ଅଛି, ଟିକେ ଚଞ୍ଚଳ ଔଷଧ ଦୋକାନୀ କହିକିରି ଟିକେ ଔଷଧ 20 ଟଙ୍କା ଆଣିବୁ। ଅଛି ବାପା, 20 ଟଙ୍କାରେ କଣ ତୁ ଔଷଧ ଟିକେ ହବ? ମାଗିବୁ, କହିବୁ ବାପା ପଛରେ ଦେବେ। ବାପା ଭଲ ହେଲେ ଆପଣ ଦୋକାନରେ ଆସିକି ଦେଇକି ଯିବେ। ହଉ ବାପା ହଉ, ତମେ ବ୍ୟସ୍ତ ହୁଅନି, ମୁଁ ଶୀଘ୍ର ଯାଇ ଆଣୁଛି। ଦୌଡ଼ିକି ଯା। ଏ ଆଖିରେ ସେ ଆଖିରେ ଦୁଇ ପଟ ଆଖିରେ ପକେଇ ଭଲ ହୋଇଯିବ ଆଉ କ'ଣ। 50? ହଁ ଆସୁଛି। କ'ଣ ହେଇଛି? ଆଣ୍ଠୁଟା ବଥା ହେଉଛି ସାର୍। ଆଣ୍ଠୁକୁ ଏଇଟା ଧରନ୍ତୁ, ଏଇଟା ଲଗେଇବେ ଦିନକୁ 2 ଥର, ରାତିରେ ଆଉ ସକାଳେ, ଭଲ ହୋଇଯିବ। ଭଲ ହେଇଯିବ ତ? ହଁ ହଁ ଭଲ ହେଇଯିବ। କ'ଣ ହେଇଛି କହ। ସାର୍ ମୋ ବାପାଙ୍କୁ ବହୁତ ଜୋରେ ଥଣ୍ଡା କାଶ ଜ୍ୱର ହେଇଛି। କେତେ ଦିନ ହେଲାଣି? 4 ଦିନ ହେଲାଣି। 4 ଦିନ ହେଲା ଜ୍ୱର ଖାସ ହେଲାଣି? ହଁ। ଏଇଟା ଏ ଔଷଧଟା ନେବୁ, ଦିନକୁ 2 ଥର ଦେବୁ। ହଁ ଏଇଟା ଦିନକୁ 2 ଥର, ଖାଇବା ପୂର୍ବରୁ ଆଉ ଗୋଟେ ରାତିରେ। ଆଉ ଏଇଟା ନେବୁ। ହଁ ବୁଝିପାରିଲୁ ଟି? ଦେ 120 ଟଙ୍କା, 120 ଟଙ୍କା ଦେ। 20 ଟଙ୍କା ନା ରଖନ୍ତୁ। 20 ଟଙ୍କାରେ ହବନି, ଏ ଯୁଗରେ ଆଉ 20 ଟଙ୍କାରେ ଔଷଧ ହବ କି? 20 ଟଙ୍କା ରଖନ୍ତୁ, ମୁଁ ପଛେ ଆଣିକି 20 ଟଙ୍କା ତ ରଖନ୍ତୁ, ମୁଁ ପଛେ ଆଣିକି ଦେବି। 20 ଟଙ୍କାରେ ଔଷଧ ହବ ନାହିଁ। 20 ଟଙ୍କା ତ ରଖନ୍ତୁ, ମୁଁ ପଛେ ଆଣିକି ଦେବି। କସ୍ମିନି କାଳେ ଆଉ ଏ ଯୁଗରେ ଔଷଧ ହବ ନାହିଁ। ନାଇଁ ତୁ ଯା। ଉଠୁ ମୋଠୁ ପଇସା ନେଇ ତୋ ବାପା ପାଇଁ ଔଷଧ ନେଇକି ଯା। ଶହେ 120 ଟଙ୍କା ଆଣିଛୁ? ହଉ ନେଇକି ଯା। ଶୀଘ୍ର। ହଁ ଶୀଘ୍ର ଧ। ବୁଢ଼ୀ ମା ସେଠୁ 100 ଟଙ୍କା ନେଇ ଡାକ୍ତରଙ୍କୁ ଦେଇ ଘରକୁ ଫେରିଲି। ସେତେବେଳକୁ ବାପା କାଶି କାଶି ନୟାନ୍ତ ହେଇଯାଇଥିଲେ, ତା ସାଙ୍ଗକୁ ପ୍ରବଳ ଜ୍ୱର। ଏଇ ବୁଢ଼ୀ ମାଉସୀ ବାବୁ ଯାହାଠୁ ମୁଁ 100 ଟଙ୍କା ନେଇଥିଲି, ସେ ଭାରି ଦୁଃଖୀ ମଣିଷଟିଏ। ବୟସ ତାର 102। ପ୍ରତିଦିନ ସକାଳୁ ଉଠି ପରିବା ମାର୍କେଟକୁ ପରିବା ବାଛିବାକୁ ଆସେ। ପିଆଜ ରସୁଣରୁ ଚୋପା ଛଡ଼େଇବା, ପରିବା ବାଛି ରଖିବା ଇତ୍ୟାଦି କାମ କରେ। ପରିବା ବିକାଳିମାନେ ତାକୁ କିଛି କିଛି ପଇସା ଦେଇଥାନ୍ତି। ବୟସ ତା ଆଗରେ ହାର ମାନିଛି ବାବୁ। ତାର ସେଇ ରୋଜଗାରରୁ ସେ ମୋତେ 100 ଟଙ୍କା ଦେଇଛି। ବାପା କହୁଥିଲେ କୌଣସି ବି ପରିସ୍ଥିତିରେ କାହାର ଋଣୀ ହେବା ଉଚିତ ନୁହେଁ। ଅସହାୟକୁ ସାହାଯ୍ୟ କରିବା, ସାହାଯ୍ୟକାରର ମାନ ରଖିବା ଓ ସ୍ୱାଭିମାନରେ ବଞ୍ଚି ଶିଖିବା ବ୍ୟକ୍ତିମାନଙ୍କ ନିକଟରେ ବୟସ ହାର ମାନିଥାଏ ବାବୁ। ସେଥିପାଇଁ ମୁଁ ମନସ୍ଥ କରିଛି, ଯେଉଁଦିନ ଫୁଲ ବିକା ଟଙ୍କାରେ ତାର ଋଣ ପରିଶୋଧ କରିଦେବି, ସେଇଦିନ ମୁଁ ନିଜେ ଯାଇ ସେ କାଗଜଟିକୁ ଚିରିଦେବି ବାବୁ। ହଉ ମାଉସୀ, ଓ ମାଉସୀ। ସେଦିନ ଯେଉଁ ବାପାଙ୍କ ଦେହ ଖରାପ ସମୟରେ ମୋତେ 100 ଟଙ୍କା ଦେଇଥିଲ, ନିଅ। ବାପା ଭଲ ଅଛନ୍ତି? ହଁ। ଭଗବାନ ତୋର ମଙ୍ଗଳ କରନ୍ତୁ।